କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଭିଡିଓରେ ଡିସ୍କସ୍ କରିବା ପାଣିପାଗ ଆମ ଜୀବନକୁ କିପରି ପ୍ରଭାବିତ କରେ। ପାଣିପାଗ ଆମର ଦୈନନ୍ଦିନ ଜୀବନ, ସ୍ୱାସ୍ଥ୍ୟ, କାର୍ଯ୍ୟକଳାପ ଏବଂ ଭାବନାକୁ ଗଢ଼ି ତୋଳିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଖରାଦିନଠାରୁ ବର୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରକାର ପାଗ ଆମେ କିପରି ଜୀବନଯାପନ କରୁ, କାମ କରୁ ଏବଂ ପରିବେଶ ସହିତ ଯୋଗାଯୋଗ କରୁ, ତାହାର ପ୍ରଭାବ ପକାଇଥାଏ। ପ୍ରଥମେ ପାଗ ଆମେ ପିନ୍ଧୁଥିବା ପୋଷାକକୁ ପ୍ରଭାବିତ କରେ। ଗରମ ଖରା ଦିନ ଗୁଡ଼ିକରେ ଆମେ ହାଲୁକା କପଡ଼ା ପିନ୍ଧୁ। ଶୀତ ଦିନେ ଆମେ ଥଣ୍ଡା ରକ୍ଷା ପାଇବା ପାଇଁ ଉଷ୍ମ ପୋଷାକ ବାଛୁ। ଚାଷୀମାନେ ଫସଲ ବୃଦ୍ଧି ପାଇଁ ପାଗ ପରିସ୍ଥିତି ଉପରେ ନିର୍ଭର କରନ୍ତି। ଭଲ ବର୍ଷା କୃଷିରେ ସାହାଯ୍ୟ କରେ। ମରୁଡ଼ି କିମ୍ବା ବନ୍ୟା ଫସଲ ବିଫଳତା ଏବଂ ଖାଦ୍ୟ ଅଭାବର କାରଣ ହୋଇପାରେ। ଆମର ସ୍ୱାସ୍ଥ୍ୟ ମଧ୍ୟ ପାଗ ଦ୍ୱାରା ପ୍ରଭାବିତ ହୁଏ। ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଥଣ୍ଡା, ଫ୍ଲୁ କିମ୍ବା ହିଟ୍ ଷ୍ଟ୍ରୋକ୍ ଭଳି ରୋଗ ସୃଷ୍ଟି କରିପାରେ। ଘୂର୍ଣ୍ଣିବାତ୍ୟା ଏବଂ ପ୍ରବଳ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟ ଘର ନଷ୍ଟ କରିପାରେ ଏବଂ ଜୀବନ ନେଇପାରେ, ଯାହା ଆମକୁ ପ୍ରକୃତିର ଶକ୍ତି ମନେ ପକାଇଥାଏ। ପାଣିପାଗ ଆମର ମନୋଭାବ ଏବଂ କାର୍ଯ୍ୟକଳାପ ମଧ୍ୟ ନିର୍ଣ୍ଣୟ କରେ। ଏକ ଉଜ୍ଜ୍ୱଳ ଖରାଦିନ ପ୍ରାୟତଃ ଆମର ମନୋବଳକୁ ଉଠାଏ ଏବଂ ବାହାର ଖେଳ, ଯାତ୍ରା କିମ୍ବା ବ୍ୟାୟାମକୁ ଉତ୍ସାହିତ କରେ। ଅନ୍ୟ ପକ୍ଷରେ ମେଘୁଆ କିମ୍ବା ଝଡ଼ ବର୍ଷା ଆମକୁ ଦୁର୍ବଳ କିମ୍ବା ଆଳସ୍ୟ ଅନୁଭବ କରାଇଥାଏ, ଯାହା ଆମକୁ ଘର ଭିତରେ ରହିବାକୁ ବାଧ୍ୟ କରେ। ଏହା ସହିତ ପାଗ ଯାତ୍ରା ଏବଂ ପରିବହନକୁ ପ୍ରଭାବିତ କରେ। କୁହୁଡ଼ି କିମ୍ବା ପ୍ରବଳ ବର୍ଷା ଯୋଗୁଁ ବିମାନ ଏବଂ ଟ୍ରେନ୍ ବିଳମ୍ବ ହୋଇପାରେ। ଝଡ଼ କିମ୍ବା ବନ୍ୟା ସମୟରେ ସଡ଼କ ଯାତ୍ରା ବିପଦପୂର୍ଣ୍ଣ ହୋଇଯାଏ। ପାଗ କେବଳ ଏକ ଦୈନିକ ଅପଡେଟ୍ ନୁହଁ, ଯାହା ଆମେ ଆମର ଫୋନରେ ଯାଞ୍ଚ କରୁ। ଏହା ଆମ ଜୀବନର ପ୍ରାୟ ପ୍ରତ୍ୟେକ ଅଂଶକୁ ସ୍ପର୍ଶ କରେ। ପାଗ ଶୈଳୀକୁ ବୁଝିବା ଏବଂ ସମ୍ମାନ କରିବା ଆମକୁ ଭଲ ଭାବରେ ପ୍ରସ୍ତୁତ ହେବା ଏବଂ ସୁରକ୍ଷିତ ରହିବାରେ ସାହାଯ୍ୟ କରିପାରେ, ଯାହା ଆମ ଚାରିପାଖର ପ୍ରାକୃତିକ ଦୁନିଆ ସହିତ ଅଧିକ ସଂଯୁକ୍ତ କରିଥାଏ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିକି ଦେବା। ଆଉ ଯଦି ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ଦେଖା ହବା ଭିଡିଓରେ। ଭଲରେ ରୁହ, ସୁସ୍ଥ ରୁହ, ମୋତେ ଅନୁମତି ଦିଅ। ବାଏ।